ନୀଳକଣ୍ଠେଶ୍ୱର ବାବାଙ୍କ ପାଖକୁ ଦେଖା କରିବା ପାଇଁ ମାନେ ମନର ସେତିକି ଉତ୍ସାହିତ ଥିବା ଅଛି। ଆଉ ବହୁତ କଷ୍ଟ ଖରା ତୁରା ବର୍ଷା ବି ନ ମାନିକି ବାବାଙ୍କୁ ଦର୍ଶନ କରିବା ପାଇଁ ଆମେ ଜୟ ବାବା ନୀଳକଣ୍ଠେଶ୍ୱର। କାନ୍ଧରେ ବାହୁଙ୍ଗି ମୁଖରେ ପ୍ରଭୁଙ୍କ ନାମ, ବାଟ ନ ଜଣା ପଡ଼ଇ ବୋଲ ବମ୍ କହି ଆସରେ ଭାଇ ମନ୍ଦିର ଅନେକ ଦୂର। ତେବେ ଆସନ୍ତୁ, ଆମେ ବର୍ତ୍ତମାନ ବାରାଟିପିରା ନୀଳକଣ୍ଠେଶ୍ୱର ମନ୍ଦିରରେ ଉପସ୍ଥିତ ଅଛୁ। ଆମ ପାଖରେ କିଛି କାଉଡ଼ିଆ ଭାଇ ଭକ୍ତ ଯୋଡ଼ି ହୋଇଛନ୍ତି, ଆମେ ତାଙ୍କଠାରୁ କିଛି ପ୍ରତିକ୍ରିୟା ନେବା। ଭାଇ ଓଡ଼ିଶା ଭାସ୍କରକୁ ସ୍ୱାଗତ। କେଉଁଠୁ ଆସିଥିଲେ ଭାଇ? ସାର୍ ଆନନ୍ଦପୁରରୁ ଆସିଥିଲୁ। କେତେ ବାଟ ହେଲାଣି ଚାଲିଛନ୍ତି? ସାର୍ 24 କିଲୋମିଟର ଚାଲିକି ଆସିଛୁ। ନୀଳକଣ୍ଠେଶ୍ୱର ବାବାଙ୍କ ପାଖକୁ ଦେଖା କରିବା ପାଇଁ ମାନେ ମନର ସେତିକି ଉତ୍ସାହିତ ଥିବା ଅଛି। ଆଉ ବହୁତ କଷ୍ଟ ଖରା ତୁରା ବର୍ଷା ବି ନ ମାନିକି ବାବାଙ୍କୁ ଦର୍ଶନ କରିବା ପାଇଁ ଆମେ ସେମିତି ଖରା ତୁରା ନ ମାନିକି ଚାଲି ଆସିଛୁ। ଆଉ ବାସ୍ ସେଇ ମନ୍ଦିର ତ ପୁରା ବହୁତ ଫେମସ୍, ଯାତ୍ରା ବି ବାରାଟିପିରାରେ ବହୁତ ବଢ଼ିଆ ହୁଏ। ଆଉ ଏମିତି ଆଉ ଆପଣ ଶୁଣୁଥିଲେ ଭକ୍ତଙ୍କର ପ୍ରତିକ୍ରିୟା। ତେବେ ଆସନ୍ତୁ, ଆମେ ଆଉ ଜଣେ ଭକ୍ତଙ୍କଠାରୁ ପ୍ରତିକ୍ରିୟା ନେବା। ଆଜ୍ଞା, ଓଡ଼ିଶା ଭାସ୍କରକୁ ସ୍ୱାଗତ। ସନ୍ତୋଷ ଭାଇ କ'ଣ କହିବେ? କ'ଣ କୁହନ୍ତୁ ଆଜ୍ଞା, କେଉଁଠୁ ଆସିଛନ୍ତି କୁହନ୍ତୁ? ଆନନ୍ଦପୁର ଆସିଛନ୍ତି। କେତେ ବାଟ ଚାଲିଛନ୍ତି? 24 କିଲୋମିଟର। ତେବେ ଆସନ୍ତୁ, ଆମେ ଆଉ ଜଣେ ଭକ୍ତଙ୍କଠାରୁ କିଛି ପ୍ରତିକ୍ରିୟା ନେବା। ବୋଲ ବମ୍ ଆମ ପାଖରେ ଭାଇ ଓଡ଼ିଶା ଭାସ୍କରକୁ ସ୍ୱାଗତ। କେଉଁଠୁ ଆସିଛନ୍ତି ଭାଇ କୁହନ୍ତୁ? କେଉଁଠୁ ଆସିଛନ୍ତି? ଆଜ୍ଞା, ହରିଚନ୍ଦନପୁର। କେତେ ବାଟ ଚାଲିଛନ୍ତି? ସାର୍ 30 କିଲୋମିଟର ଚାଲେ ପାଟଣାରୁ। ପାଟଣାରୁ ଆସିଛନ୍ତି। କ'ଣ କହିବେ? ପ୍ରଭୁଙ୍କ ପାଖକୁ ଆସିଛନ୍ତି, କେତେ ଉତ୍ସାହିତ ଅଛନ୍ତି? ଆସିକି ତ ବହୁତ ଖୁସି ଲାଗୁଛି। ପ୍ରତ୍ୟେକ ବର୍ଷ ତ ଆମେ ଆସୁ ଏମିତି ବର୍ଷା ଖରାକୁ ଖାତିର ନ କରିକି ବାବାଙ୍କ ସେବାରେ ଆମେ ଆସୁଛୁ। ଆପଣ ଶୁଣୁଥିଲେ ଭକ୍ତଙ୍କର ପ୍ରତିକ୍ରିୟା। ଯାହା ହେଉ, ଆମର ଘଟଗାଁ ଠାରୁ ବାରାଟିପିରା 12 କିଲୋମିଟର ଦୂରରେ ଅବସ୍ଥିତ ଥିବା ବାବା ନୀଳକଣ୍ଠେଶ୍ୱର ମନ୍ଦିରକୁ ଭକ୍ତ ଉତ୍ସାହର ସହିତ ନିଷ୍ଠାର ସହିତ ଆସି ଭକ୍ତ ବାବାଙ୍କ ଉପରେ ପାଣି ଢାଳୁଛନ୍ତି। ଯାହାକି ଇଏ ହେଉଛି ପୁରୁଣା ଶୈବପୀଠ। ଏ ଶୈବପୀଠକୁ ଯିଏ ଆସେ, ପ୍ରଭୁଙ୍କ ଉପରେ ଯିଏ ପାଣି ଢାଳେ, ତାର ମନସ୍କାମନା ନିହାତି ପୂର୍ଣ୍ଣ ହୁଏ ବୋଲି ମାନେ ଆଗରୁ ଲୋକଙ୍କର କଥାକଥିତ ରହିଛି। ଯାହାଦ୍ୱାରା ଭକ୍ତ ଏଠି ସବୁବେଳେ ଏ ଶ୍ରାବଣ ମାସରେ ହିଁ ଆସିଥାନ୍ତି। କେନ୍ଦୁଝର ଘଟଗାଁ ବାରାଟିପିରା ନୀଳକଣ୍ଠେଶ୍ୱର ମନ୍ଦିରରୁ ମାନସ କୁମାର ପେରିଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।